କୋଉମାନେ ଯୋଗଦେବେ ସେମାନେ ଆସିଲା ପରେ ଜଣା ପଡ଼ିବ ନା। ନିମନ୍ତ୍ରଣ ପତ୍ର ସମସ୍ତଙ୍କୁ ଦିଆଯାଇଛି। ଶ୍ରଦ୍ଧାଞ୍ଜଳି ସଭା ଦିନ 10ଟା ବେଳେ ଆରମ୍ଭ ହେବ, 2ଟା ଭିତରେ ସରିଯିବ ଆଉ କ'ଣ। ଏହା ତ କାର୍ଯ୍ୟକ୍ରମ ଆଉ କ'ଣ। ନିମନ୍ତ୍ରଣ ସମସ୍ତଙ୍କୁ ଦେଇଛୁ, ସବୁ MLA MP ବିଜୁଙ୍କ ସାଙ୍ଗରେ କାମ କରିଥିବା ବ୍ୟକ୍ତି ସମସ୍ତଙ୍କୁ ଡାକିଛୁ। ସବୁ ଶ୍ରେଣୀର ସବୁ ବର୍ଗର ଲୋକଙ୍କୁ ଡକାହେଇଛି, ନିମନ୍ତ୍ରଣ ଦିଆଯାଇଛି। ଯେଉଁମାନେ ଆସିବେ ଏକାଠି ଯେଉଁମାନେ ହେଉଛନ୍ତି ସେମାନେ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକାଠି ହେଇଛନ୍ତି। କାଲି ଗୋଟେ ସଭାରେ ମୁଁ କହିଥିଲି ସେଇଟା ଭୁଲ ପ୍ରଚାରଟା କରାନଯାଉ। କାଲିର ରାଜନୈତିକ କାର୍ଯ୍ୟକ୍ରମ କିଛି ନାହିଁ। କାଲିର କେବଳ ହେଉଛି ଶ୍ରଦ୍ଧାଞ୍ଜଳି ଜ୍ଞାପନ। ନା ଏଇଠି ବୈଠକ ହେଉନି କି ସମାବେଶ ହେଉନି। ଏ ଜିନିଷଟା ମନରୁ ଆଗ କ୍ଲାରିଫାଏ ହେବା ଦରକାର। ଇଏ ବୈଠକ ନୁହେଁ କି ସମାବେଶ ନୁହେଁ, ଶ୍ରଦ୍ଧାଞ୍ଜଳି ସଭା। ବିଜେଡ଼ି ମାନେ ଯାହା ଚାହିଁବେ ତାହା କହିପାରିବେ, କହନ୍ତୁ। ସେମିତି ଆମର କିଛି ନାହିଁ। ବର୍ତ୍ତମାନ ସମସ୍ତେ ବିଜୁଙ୍କ ପାଇଁ ସମସ୍ତେ ଏକାଠି ହେବେ। ବାର୍ତ୍ତା ସେଥିରେ କିଛି ନାହିଁ, ତ ରାଜନୈତିକ ବାର୍ତ୍ତା କିଛି ନାହିଁ। ଆଗକୁ କ'ଣ ହେବ ତ ଆଜିଠୁ କହିହେବନି। ଆଗକୁ କ'ଣ ହେବ ଆଜି କହିବ, କାଲି ବର୍ଷା ହେବ ବୋଲି କିଏ କହିପାରିବ? ସେ ଚର୍ଚ୍ଚା ମୋଟେ ଆଦୌ କର ନାହିଁ। ସେ ଚର୍ଚ୍ଚା ପଛରେ ହେବାର ସମୟ ଅଛି। ହେଉଛି ଗୋଟେ ହେଉଛି ଏମିତି ହେବ। ଆଗକୁ କ'ଣ ହେବ କିଏ ଏବେଠୁ କହିପାରିବ କି ଜଣେ କିଏ? ଆଗକୁ ଜଣେ କିଏ କହିପାରିବନି କ'ଣ ହେବ। ଯିଏ ଯାହା ଚାହିଁବେ ତାହା କହିପାରନ୍ତି, ସେଥିରେ ଆମର କିଛି ଯାଏ ଆସେ ନାହିଁ।